ବୋଉ ଏବେ ସବୁ କଲରାରେ ମସଲା ଦେଇକି ବର୍ତ୍ତମାନ ଧରିଛନ୍ତି। ଏବେ ତେଲ କରେଇରେ ଗୋଟେ ଗୋଟେ କି ପଡ଼ିବ। ତ ଦେଖନ୍ତୁ ଆମର ତେଲ ପୁରା ତାତିକି ଆଗରୁ ଥିଲା, ଏବେ ମସଲା କଲରା ପଡ଼ୁଛି। ଓ କି ବାସ୍ନା ହେଉଛି ରେ ବାପରେ ବାପ, ବୋବାଲିଆ ବାସ୍ନାଟେ ଆସିଛି। ବୋଉ ଆଜି ପୁରା ରୋଷେଇରେ କମାଲ କରିଦେଲେ। ବୋଉ ଦେଖନ୍ତୁ ବର୍ତ୍ତମାନ କେମିତି ପକାଉଛନ୍ତି ସବୁ ଯାକ। ଓ ଆକ୍ଚୁଆଲି ବେସର ମସଲାର ଗୋଟେ ବାସ୍ନା ଥାଏ, ୟୁନିକ୍ ବାସ୍ନା। ଆଉ ଏ ଯେଉଁ କଲରା ଭଜା, କଲରା ତ ଏମିତିରେ ନର୍ମାଲି ଭାଜିଲେ ବି ତାର ଗୋଟେ ବାସ୍ନା ଆସେ। ଆଉ ଖାସ୍ କରିକି ବେସର ଦିଆ ହେଇକି ଭଜା ହେଇଛି ମାନେ ତାର ଗୋଟେ ଅଲଗା ଲେବୁଲର ବାସ୍ନା ଆସୁଛି। ଦେଖନ୍ତୁ ବର୍ତ୍ତମାନ ଆମର ଯେଉଁ ମାଟି ଚୁଲି ରହିଛି, କେତେ ସୁନ୍ଦର ଭାବରେ ମାଟି ଚୁଲିଟି ଜଳୁଛି। ଏଇଟା ଗୋଟେ ସୌନ୍ଦର୍ଯ୍ୟପୂର୍ଣ୍ଣ ଜିନିଷ ଦେଖିଲି, ମସ୍ତ ଲାଗୁଛି ଦେଖିବା ପାଇଁ। ମାଟି ଚୁଲିରେ ମାନେ ଯେଉଁ କରେଇ ବସିଛି ଭଜା ହେଉଛି, ଆଉ ଚୁଲିଟେ ଜଳୁଛି ଦେଖନ୍ତୁ କେତେ ସୁନ୍ଦର ଭାବରେ। ଓ